ଦେଖନ୍ତୁ ତଦନ୍ତ ଚାଲିଛି ଏପର୍ଯ୍ୟନ୍ତ ତଦନ୍ତ ସରିନି ଆଉ ତଦନ୍ତ ଯେପର୍ଯ୍ୟନ୍ତ ସରିନି ପୁଲିସ ପ୍ରଶାସନ ତ ସେମାନଙ୍କର ତଦନ୍ତ ଜୋରସୋରରେ ଚଲେଇଛନ୍ତି। ଆମେ ଯେତେବେଳେ ଏଫଆଇଆର ଦେଇଥିଲୁ ଏଫଆଇଆର ଆମର ନାଁ ମଧ୍ୟ ଆମେ ମେନସନ କରିନଥିଲୁ ଯେହେତୁ ଆମ ଭାଇଙ୍କର ମୃତ୍ୟୁ ହେଇଥିଲା ଆମେ ସେ ଅନୁସାରେ ଆମେ ଏଫଆଇଆର ଦେଇଥିଲୁ ଏବଂ ପୁଲିସ ତାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ସେ ଦୋଷୀ ମାନଙ୍କୁ ଯୋଉ 16 ଜଣ ମାନଙ୍କୁ ଆରେଷ୍ଟ କରିଛନ୍ତି। ତେଣୁ ପୁଲିସ ତ ଆହୁରି ତଦନ୍ତ ଚାଲିଛି ତଦନ୍ତ ଯେପର୍ଯ୍ୟନ୍ତ ନ ସରିଛି ଆମେ ମଧ୍ୟ କିପରି କହୁ ଯେ ଆଉ କିଏ ଅଛି କିଏ କଣ ଛାଡିବ ଆମର ପୁଲିସ ପ୍ରଶାସନ ଉପରେ ସମ୍ପୂର୍ଣ୍ଣ ରୂପେ ଭରସା ଅଛି ଏବଂ ତାଙ୍କର ତଦନ୍ତ ଉପରେ ମଧ୍ୟ ଆମର ସମ୍ପୂର୍ଣ୍ଣ ରୂପେ ଭରସା ଅଛି। ଦେଖନ୍ତୁ ମୁଁ ଯେତେବେଳେ ବିକ୍ରମ ପଣ୍ଡା ଯେତେବେଳେ ଘରକୁ ଆସିଲେ ସେତେବେଳେ ପିଲାକୁ ସମ୍ବୋଧନ ଦେଇଛି ପିଲାକୁ ଆଗେଇକିରି ଧରିଛି ମତେ ବି ତାଙ୍କ କହିଲେ ଦୋଷୀ ସାବ୍ୟସ୍ତ ହବ ବୋଲି ତାଙ୍କୁ ବି ସେଟା ବି କହିଛନ୍ତି। ମୁଁ ବି କହୁଛି ତାଙ୍କର ଜାଣିଛନ୍ତି 35 ବର୍ଷରେ ଆପଣ ସାଙ୍ଗ ଆପଣ ଜାଣିଛନ୍ତି ଆମର ହଜବେଣ୍ଡ କେମିତି ଟାଇପର ଲୋକ ତାଙ୍କେ କେତେ ଭଲ ଲୋକ ତାପରେ ଜାଣିଛନ୍ତି ଜାଣିକି ତାଙ୍କେ ହଁ କଲେ ହଁ କରିକିରି ଦେଖିକି ତାପରେ ପଳେଇଲେ। ଯେତେବେଳେ ମୁଁ ଜାଣିଲି ଯେ ତାଙ୍କର ଯେବେ ନ୍ୟୁଜ ଶୁଣିଲି ସେତେବେଳେ ମୋର ବହୁତ ମାନେ ଦେହକୁ ବହୁତ ବାଧିଲା ଆଶ୍ଚର୍ଯ୍ୟ ହେଇଗଲି ମୁଁ ଭାବି ଚିନ୍ତା କରିପାରିଲିନି ଜୀବନରେ ଯେ ଏମିତି ଗୋଟେ ସାଙ୍ଗ ଏମିତି ମର୍ଡର କରିଦେବେ ବୋଲି। ମ୍ୟାଡାମ ଆଉ ଗୋଟେ ଜିନିଷ ଦେଖନ୍ତୁ ଯେତେବେଳେ ଆପଣଙ୍କର ମଧ୍ୟ ଦେଖୁଛନ୍ତି ସମସ୍ତେ ଜାଣିଛନ୍ତି ଗୋଟେ ଘନିଷ୍ଠ ବନ୍ଧୁ ସେତେବେଳେ ବି ଆପଣ ତ ମିଶିଥିବେ ନା ବିକ୍ରମ ପଣ୍ଡା ସହିତ ସେତେବେଳେ ଆମେ ସେ ଘରେ ଏକା ଥିଲୁ ଫାଷ୍ଟ ଲାଇନରେ ଯେତେବେଳେ ବିକ୍ରମ ପଣ୍ଡା ଯିବା ଆସିବା କରୁଥିଲେ ମୁଁ ସେତେବେଳେ ଜାଣିଛି ତାଙ୍କ ସାଙ୍ଗସାଥି କେମିତି ରହୁଥିଲେ ତାପରେ ତାଙ୍କ ସାଙ୍ଗସାଥି ଇଏ ହେଲା ପରେ ତାପରେ ମୁଁ ତାଙ୍କ ଭିତରେ କଣ ହେଇଛି ନ ହେଇଛି ସେଟା ମୁଁ ଟିକେ ଜାଣିପାରିବି। ଏବେ ଭାବୁଛନ୍ତି ଯେ ଘଟଣାରେ ବିକ୍ରମ ପଣ୍ଡାଙ୍କର ହେଇଥିବ ମୁଁ ତ 100ରେ 100 କହୁଛି ମୁଁ 100ରେ 100 କାରଣ କଣ କହିପାରିବେ? ତାଙ୍କ ତଦନ୍ତ କରନ୍ତୁ ପୁଲିସ ପ୍ରଶାସନ ତଦନ୍ତ କେତେବେଳେ ଜାଣିବେ ନା କଣ ହଉଛି ଭିତରେ କେବେ ବି ଯେମିତି ଆପଣ ସ୍ୱାମୀ କେବେ କହିନାହାନ୍ତି ଆପଣ କୌଣସି ଘଟଣାକୁ ନେଇକି କେବେ କିଛି ଘରେ ତାଙ୍କର ଯୋଉ କେସ୍ ଯଦି ହଉ ଘରେ କୋର୍ଟରେ ଯଦି କିଛି ହଉ ମତେ କେବେ ହେଲେ ତାଙ୍କ ଘରେ ସେମିତି କଥା କେବେ କହିନି ତାପରେ ସେ 6 ତାରିଖ ଦିନ ଯେ ତାଙ୍କ ଯେତେବେଳେ ଇଏ କଲେ ତାଙ୍କ ଡେଥ୍ ହେଲେ ଘରେ ବି ନର୍ମାଲ ଯେମିତି ଆମେ ଘରେ ଯେମିତି କଥା ହେବାର ସ୍ୱାମୀ ସ୍ତ୍ରୀ ଯେମିତି ପିଲାକୁ ନେଇକି ଯେମିତି କଥା ହେବେ ସେଟା ନର୍ମାଲ କଥାବାର୍ତ୍ତା ତାଙ୍କ ମୁହଁରେ ବି କିଛି ହେଲେ ଜଣା ପଡୁନଥିଲା ତାଙ୍କ ମୁହଁରେ ଯେ ତାଙ୍କର ଯେମିତି ଡିପ୍ରେସନ ଅଛନ୍ତି କହୁନଥିଲେ ଯଦି ଜାଣିଥାନ୍ତେ ତାଙ୍କ ନିଜେ ସତର୍କ ହେଇଥାନ୍ତେ ନା ସେଟା ବି ତାଙ୍କେ ଜାଣିନଥିଲେ ମୁଁ ବି ସେଥିରେ ଜାଣିଛି ଯେ ବିକ୍ରମଟା ତାପରେ ମୁଁ ସେଇଠି ମନ୍ଦିର ଗଲି ବୁଲିକିରି ଆସିଲି ମୋ ଘରେ ତାଙ୍କ ସହିତ ମୁଁ ଫୋନରେ କଥା ହେଇଛି କେତେବେଳେ ଲାଷ୍ଟ ଟାଇମ କେତେବେଳେ କଥା ହେଲେ? 6ଟା ଅଧକୁ ତାପରେ କଥା ହେଲେ କଣ କହିଥିଲେ? ତାପରେ 8ଟା ଅଧକୁ କଥା ହେଲି ଯେ ହୋଟେଲରେ ତାଙ୍କେ ରାନ୍ଧୁନି ମୁଁ ଆସିଲା ଟାଇମ ହୋଟେଲରେ ମୁଁ ଭୁଗୁଥିବ ପାର୍ସଲ ଧରିକିରି ଆସିଛି। କଣ ଖାଦ୍ୟ ଆଣିବା ପାଇଁ ଯାଇଥିଲେ? ରୁଟି ତରକାରୀ ବାସ ସେତିକି ଆଉ କିଛି ନାହିଁ। ସେଦିନ ଘରେ ଯେହେତୁ କୁମାର ପୂର୍ଣ୍ଣିମା ଥିଲା ଘରେ କେମିତି କଣ ମାନେ କିଛି ଖେଳିବା ପାଇଁ ବା ନା ଆମର କିଛି ଭାଇ ତାଙ୍କର ଖେଳିବାର ତାଙ୍କ ସବୁଠୁ ନଫରତ ତାଙ୍କେ ଯେଟା କହୁଛନ୍ତି ତାଙ୍କେ ଖେଳାଖେଳି କେବେ ନାହିଁ ମାନେ ଆମର ଘର ବଂଶ କେବେ ନାହିଁ ଆମେ କକା ଦଦା ହଉ ଦିଅର ହଉ ଦେଢଶୁର ହଉ ଆମ ଘରେ କେହି ଖେଳିବାନି ଆମେ ଗପ ମାରିବୁ ସିନା କଥାବାର୍ତ୍ତା ହବୁ ସିନା ଆମ ଖେଳା କିଛି ନାହିଁ ଖେଳିବାର କେହି ନାହିଁ। କୋଉ କାମରେ ଯାଉଛି ମୁଁ 8ଟା ବେଳକୁ ଯେତେବେଳେ ଆସିବେ ସେ କହିଥିଲେ 8ଟାରେ କଥା ହେଇଥିଲେ କୋଉ କାମରେ ଯାଉଛି କେତେବେଳେ ମୁଁ କୋର୍ଟରେ ଯାଉଛି ଥାନାରେ ମୋର କାମ ଅଛି କୋର୍ଟରେ ଯାଉଛି ସେଠିକି କହିକିରି ଯାଇଛନ୍ତି ତାଙ୍କେ ତାପରେ ଆଉ କିଛି ତାପରେ ତାଙ୍କ ସାଥିରେ ମୁଁ ଦେଖା ହେଇନି କି ଆଉ କଥା ବି ହେଇନି ଫୋନରେ ଯାହା କଥା ହେଇଛି ବାସ୍ ତାପରେ ତାପରେ ଘଟଣା ଯେତେବେଳେ 10ଟା ବେଳେ ହେଇଛି କୁଆଡେ ରହୁଥିଲେ ଆପଣ କେତେବେଳେ ଜାଣିଲେ ଘଟଣା? ମୁଁ 10 ଟଙ୍କା ଜାଣିଲି ତାଙ୍କର ଯିଏ ଜୁନିୟର ଗୋଟେ ପିଲାଟା ସିଏ ଆସିକିରି ଫୋନ କଲେ। ମ୍ୟାଡାମ ଦେଖନ୍ତୁ ଏଇ ଯୋଉ ବିକ୍ରମ ପଣ୍ଡା ଆଉ କୃତବାସ ପଣ୍ଡା ଏ ଦି ଜଣ ସମସ୍ତେ ଜାଣିଛନ୍ତି ବ୍ରହ୍ମପୁରବାସୀ ସମସ୍ତେ ଜାଣିଛନ୍ତି ଗୋଟେ ଭଲ ବନ୍ଧୁ ସେ ସମୟରେ କିଭଳି ଭାବେ ସମ୍ପର୍କ ଥିଲା ବିକ୍ରମ ପଣ୍ଡା ପାଇଁ କୃତବାସ ପଣ୍ଡା କଣ କାମ କରୁଥିଲେ କଣ ରହିଥିଲା? ସେ ରାଜନୀତି ବିଷୟ କଣ ହଉଛି ନା ମୁଁ ବିଷୟ କିଛି ଜାଣିନି ତାଙ୍କ କଣ ସାଙ୍ଗ ଥିବେ କଣ ଥିବେ କିଛି ନାହିଁ କିନ୍ତୁ ସାଙ୍ଗ ଯେ ଏମିତି ଲାଷ୍ଟ ମର୍ଡର କରିଦେବ ଏମିତି ଲୋକକୁ ମାଷ୍ଟର ମାଇଣ୍ଡ କରିକିରି ସେଟା ତ ମତେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ଏମିତି ଟାଇପର କରିବେ ବୋଲି ସେଇଟା ବି ମୁଁ ଜାଣିନି ଯଦି ଆଙ୍କେ ବି ଯଦି ଜାଣିଥାନ୍ତେ ନହେଲେ ଆଙ୍କେ ବି ମାନେ ଚିନ୍ତାଧାରା ମୋ ହଜବେଣ୍ଡର ବି ଚିନ୍ତାଧାରା ଯେ ତାଙ୍କେ ବି ଭାବିନଥିଲେ ଯେ ଏମିତି ସାଙ୍ଗଟା ତାଙ୍କୁ ଏମିତି କରିବେ ବୋଲି ମାରିଦେବେ ବୋଲି। ଆଉ ଗୋଟେ ଜିନିଷ ମ୍ୟାଡାମ ଯେତେବେଳେ କଂଗ୍ରେସରେ ରହିଥିଲେ ଉଭୟ କୃତବାସ ପଣ୍ଡା ହଉ କିମ୍ବା ବିକ୍ରମ ପଣ୍ଡା ହଉ ଯେତେବେଳେ କଂଗ୍ରେସରେ ରହିଥିଲେ ସେତେବେଳେ ଗୋଟେ ସ୍ଲୋଗାନ ରହିଥିଲା ବ୍ରହ୍ମପୁରବାସୀ ପାଇଁ ପାଣି ନାହିଁ ତ ସରକାର ନାହିଁ। ମୁଁ ଏସବୁ କିଛି ଜାଣିନି ଦିଅରକୁ ପଚାରିଲେ ରାଜନୀତି ଭିତରେ ମୁଁ କିଛି ଜାଣିନି।
ଆପଣ ଆଜି କଣ ପାଇଁ ମୁଖ୍ୟ ସାମ୍ବାଦିକ ସମ୍ମିଳନୀ ଡାକିବାର କଣ ମୋ ଜୀବନ ରଖିବା ପାଇଁ ଆଗ ମୁଁ ଆପଣ ଜୀବନ କଣ ବିପଦରେ ଅଛି? ପିଲାକୁ ଧମକେଇଛି ଆଉ ମୁଁ ସେଟା ଡରିକିରି ଘର ଭିତରେ ରହୁଛି ଜୀବନ ପ୍ରତି ଆମର ଡର ଟିକେ ଅଛି। ପୋଲିସକୁ ଜଣେଇଛନ୍ତି? ପୋଲିସ ପୋଲିସ କିଛି ପ୍ରୋଟେକ୍ସନ ଦେଇଛି? ହଁ আমার ସାନ ଝିଅକୁ ସବୁ ଲେଖିକିରି ସବୁ ଜଣେଇଛନ୍ତି। ପୋଲିସ କିଛି ଆଶ୍ୱାସନ ଦେଇଛି? ପୋଲିସ ପକ୍ଷରୁ ଆମ ଆଶ୍ୱାସନା ଅଛି, କୌଣସି ପ୍ରକାର ଅସୁବିଧା ନାହିଁ, ଯାହା କିଛି ଅଛି ଆମେ ଆପଣଙ୍କ ସାଥି କରୁଛୁ। ସେ ନମ୍ବରକୁ ଆପଣ କେବେ ଟ୍ରାଏ କରିଥିଲେ? ସେ ନମ୍ବର ମୁଁ ଟ୍ରାଏ କରିଥିଲି କିନ୍ତୁ ସେ ନମ୍ବର ବ୍ୟସ୍ତ ଆସୁଛି ହେଲା। ଟ୍ରୁ କଲର କିଛି ତା ନାଁ କଣ? ଟ୍ରୁ କଲରରେ ଗୋଟେ ଭିକି ଆସୁଛି ଆଉ ଗୋଟେ ଦାସ ଆସୁଛି, ଯୋଉଟା କି ଆମେ ସବୁ ଲିଖିତ ଆକାରରେ ଥାନାରେ ଆମେ ଅଭିଯୋଗ କରୁଛୁ।